ପାପୀ ମାନଙ୍କ ମାର୍ଗରେ ଠିଆ ହୁଏ ନାହିଁ, କିଏ ବା ନିନ୍ଦକ ମାନଙ୍କ ସଭାରେ ବସେ ନାହିଁ। ହାଲେଲୁୟା। ଆଉ କେଉଁ ବ୍ୟକ୍ତି ପାପୀ ମାନଙ୍କର ମାର୍ଗରେ ଠିଆ ହେବନି, କି ଦୁଷ୍ଟ ମାନଙ୍କର ମନ୍ତ୍ରଣା ସେ ଠିଆ ହେବନି, କି ନିନ୍ଦକ ମାନଙ୍କ ସଭାରେ ସେ ବସିବନି। କେଉଁ ବ୍ୟକ୍ତି, କେଉଁ ପ୍ରକାର ବ୍ୟକ୍ତି ହେଇଥିବ? କେଉଁ ପ୍ରକାର ବ୍ୟକ୍ତି ହେଇଥିବ? ସେ ବ୍ୟକ୍ତି ହେଇଥିବ ଧାର୍ମିକ ହେଇଥିବ ନା? ସେ ବ୍ୟକ୍ତି ଧାର୍ମିକ ହେଇଥିବ ବା ପ୍ରଭୁଙ୍କର ଭୟକାରୀ ହେଇଥିବ। ଆମେ ସମସ୍ତେ ଆସିଅଛୁ, ସମସ୍ତେ ଆମେ ପ୍ରଭୁଙ୍କୁ ଭୟ କରୁଛୁ ନା? ନା, ଆମେ ସେଥିପାଇଁ ଆମେ ଭୟର ସହକାରେ ଆଉ ନମ୍ରତାର ସହକାରେ ଆମେ ଏଇ ଆଉ ପ୍ରଭୁଙ୍କର ଦାସ ଦାସୀ ମାନେ ୟୁଥ ଲିଡର ମାନେ ଆପଣମାନଙ୍କୁ ଆହ୍ୱାନ କଲେ, ଡାକିଲେ, ଆଉ ସେମାନଙ୍କ କଥା ଶୁଣି ଆପଣମାନେ ଆସିଅଛନ୍ତି। ଏଠି ତଳେ ଆମେ ଦେଖୁଛୁ ମାତ୍ର ସଦାପ୍ରଭୁଙ୍କ ବ୍ୟବସ୍ଥା ଯାହାର ଆମୋଦ ଥାଏ ଓ ଯେ ଦିବାରାତ୍ର ତାଙ୍କର ବ୍ୟବସ୍ଥା ଜ୍ଞାନ କରେ ସେ ଧନ୍ୟ। ହାଲେଲୁୟା, ହାଲେଲୁୟା। ଆମେ କେତେ ଜଣ ଈଶ୍ୱରଙ୍କର ବାକ୍ୟକୁ ଆମେ ପଢୁଛୁ ଦିବାରାତ୍ର, ସକାଳୁ ହଉ ବା ଆଉ ସନ୍ଧ୍ୟାରେ ହଉ, କେତେ ଜଣ ଆମେ ପଢୁଛୁ? ଯଦି ଆମେ ପଢୁଛୁ ଆଉ ଯଦି ଆମେ ଆଉ ଅଧ୍ୟୟନ କରୁଛୁ, ତାହେଲେ ଆମେ ସଫଳର ସନ୍ତାନ ସନ୍ତତି। ଆମେ ସମସ୍ତେ ଆମେ ୟୁଥ, ଆମେ ସମସ୍ତେ ପାଠ ପଢୁଛୁ, ସମସ୍ତେ ଆମେ ସ୍କୁଲ କଲେଜ ଆମେ ଯାଉଛୁ। ଆମେ ଜାଗତିକ ଜ୍ଞାନ ପାଇବା ସତ୍ତ୍ୱେ ଆମେ କଣ ଈଶ୍ୱରଙ୍କର ଜ୍ଞାନ ମଧ୍ୟ ଆମେ ଜ୍ଞାନ କରିବା ଆବଶ୍ୟକ। ତାହେଲେ ଆମମାନଙ୍କ ଜୀବନରେ ସଫଳତାର ବିଷୟ ରହିବ। ତଳେ ଦିଆଯାଇଅଛି ଏହିପରି ବ୍ୟକ୍ତିଙ୍କର ସଫଳତାର କଣ କଣ ରହିଅଛି, ଏହିପରି ବ୍ୟକ୍ତିଙ୍କର ଫଳାଫଳ କଣ ରହିଅଛି, ସେ ବିଷୟରେ ଆମେ ଦେଖିବାକୁ ପାଉଛୁ। ଯେଉଁ ବୃକ୍ଷ ଜଳସ୍ରୋତ ନିକଟରେ ରୋପିତ, ସେ ସମୟରେ ଫଳ ଉତ୍ପନ୍ନ କରେ, ଯାହାର ପତ୍ର ହିଁ ମଳିନ ହୁଏ ନାହିଁ, ଏହିପରି ବୃକ୍ଷର ସଦୃଶ୍ୟ ସେ ହେବ। ପୁଣି ସେ ଯାହା କରେ ତାହା ସଫଳ ହେବ। ହାଲେଲୁୟା, ହାଲେଲୁୟା। ଏହିପରି ବ୍ୟକ୍ତିଙ୍କ କାହା ସହିତ ତୁଳନା କରାଯାଇଅଛି? କାହା ସହିତ? ଗୋଟେ ଗଛ ଜଳ ସ୍ରୋତରେ, ଯେଉଁ ଜାଗାରେ ଜଳ ସଦା ସର୍ବଦା ରହୁଥିବ, ମାନେ ଝରଣାରେ ବହୁଥିବ, ସେ ଜାଗାରେ ଯେଉଁ ଗଛ ଥିବ, ସେଇ ଗଛର ସହିତ ଆମମାନଙ୍କୁ ତୁଳନା କରାଯାଇଅଛି। ବୁଝିଲେ? ଆଉ ସେଇ ଗଛ ଯଦି ଆମେ ଦେଖିବା, କେବେ ବି ସେ ମଳିନ ହେବନି, କେବେ ବି ତାର ପତ୍ରକୁ ସେ ଝଡ଼ିବାର ଆମେ ଦେଖିବାକୁ ପାଉନୁ। ସେ ସବୁବେଳେ କଣ ତେଜିଆ, ସବୁବେଳେ ସୁନ୍ଦର, ଆମେ ଦେଖିବାକୁ କଣ ସୁନ୍ଦର ଲାଗିବ ହେଲା। କେବେ ବି ତାର ମଳିନକୁ ଆମେ କେବେ ବି ଆମେ ଦେଖି ପାରିବାନି। ସେ ସମୟରେ ସେ ଫଳ ଉତ୍ପନ୍ନ କରିବ। ଆମମାନଙ୍କ ଷ୍ଟୁଡେଣ୍ଟ ଜୀବନରେ, ଆମମାନଙ୍କ ୟୁଥ ଜୀବନରେ ଆମେ ସମୟରେ ଆମେ ପ୍ରଭୁଙ୍କର ଆଶୀର୍ବାଦ ପ୍ରାପ୍ତ ହୋଇପାରିବେ। ଯାହା ଆମେ ପ୍ରଭୁଙ୍କ ନିମନ୍ତେ ଆମେ ଜ୍ଞାନ ମାଗିବା, ଆଉ ପ୍ରଭୁଙ୍କ ନିମନ୍ତେ ଆମେ ଯାହା ଆମେ କରିବା ପାଇଁ ଚାହିଁବା, ଆଉ ପ୍ରଭୁ ଆମକୁ ସମୟରେ ସେ ଆମକୁ ପ୍ରସ୍ତୁତ କରିକି ଦେବେ। ଆଉ ତଳେ ଦିଆଯାଇଅଛି ଦୁଷ୍ଟମାନେ ସେଇ ପ୍ରକାର ନୁହନ୍ତି, ଦୁଷ୍ଟମାନେ ଏଇ ପ୍ରକାର ସେମାନେ ନୁହନ୍ତି, ମାତ୍ର ବାୟୁ ଦ୍ୱାରା ଚାଳିତ ତୁଷ୍ୟ ତୁଲ୍ୟ। ଦୁଷ୍ଟ ମାନେ ବାୟୁ ଦ୍ୱାରା ଚାଳିତ ତୁଷ୍ୟ। ସକାଳ ଆମେ ଦେଖୁଛୁ ଆଉ ଘାସରେ ଆଉ କଣ ପଡୁଛି? ଶିଶିର ପାଣି। ଶିଶିର ପାଣି ଆଉ କିଛି ସମୟ ପାଇଁ ସେ ପଡିବ, ତାପରେ ଖରା ଆସିଲେ କଣ ଚାଲିଯିବ। ସେଇ ସ୍ୱରୂପ ଦୁଷ୍ଟ ମାନଙ୍କର ଜୀବନ ରହିଅଛି। ଏହେତୁ ଦୁଷ୍ଟ ମାନେ ବିଚାରିତ ସ୍ଥାନରେ ଅବା ପାପୀ ମାନେ ଧାର୍ମିକ ମାନଙ୍କ ମଣ୍ଡଳୀରେ ଠିଆ ହେବେ ନାହିଁ। ଆମେ ଦେଖୁଛୁ ଏଇପରି ଦୁଷ୍ଟ ମାନଙ୍କର ଜୀବନ ବା ପାପୀ ମାନେ ଏଇପରି ଆଉ ପ୍ରଭୁଙ୍କର ସାନ୍ନିଧ୍ୟ ତଳେ, ପ୍ରଭୁଙ୍କର ଉପାସନାରେ ସେମାନେ ଆସିବା ପାଇଁ କଣ ସେମାନେ ଇଚ୍ଛା କରନ୍ତି ନାହିଁ। ଆମେ ଯେତେ ଜଣ ଆସିଅଛୁ, ମୁଁ ଭାବେ ଆଉ ପ୍ରଭୁଙ୍କର ଭୟକାରୀ ନାହିଁ। ସମସ୍ତେ ନା? ସମସ୍ତେ ପ୍ରଭୁଙ୍କୁ ଭୟ କରୁଛନ୍ତି। ସେଥିପାଇଁ ଆପଣମାନେ ଆସିଅଛନ୍ତି। ଆଉ ଭାଇମାନେ ଯେତେବେଳେ ଆପଣମାନଙ୍କୁ ଇନଭାଇଟ୍ କରିଅଛନ୍ତି, ଯେତେବେଳେ ଆପଣମାନଙ୍କୁ କହିଅଛନ୍ତି, ଆପଣମାନଙ୍କର ମଣ୍ଡଳୀର କେହି ଗୋଟେ କହିଥିବେ ଆଉ ଏଙ୍କ ଚର୍ଚ୍ଚରେ ଆଉ ଗୋଟେ ୟୁଥ ମାନଙ୍କର ମିଟିଂ ଅଛି ବୋଲି ସେମାନେ କହିଥିବା ହେତୁ ସେମାନଙ୍କ କଥାକୁ ଶୁଣି ଆପଣମାନେ ଆସିଅଛନ୍ତି। ସେଥିପାଇଁ ପ୍ରଭୁଙ୍କର ବାଧ୍ୟତା ଆଉ ଭାବରେ ଆପଣମାନେ ଜୀବନଯାପନ କରୁଛନ୍ତି, ସେଥିପାଇଁ ଏ ସ୍ଥାନକୁ ଆସିଅଛନ୍ତି। କାରଣ ସଦାପ୍ରଭୁ ଧାର୍ମିକ ମାନଙ୍କର ପଥ ଜାଣନ୍ତି, ଆଉ ଦୁଷ୍ଟ ମାନଙ୍କର ପଥ ବିନଷ୍ଟ ହେବେ। ସଦାପ୍ରଭୁ ଧାର୍ମିକ ଲୋକମାନଙ୍କର ପଥ, ଉତ୍ତମ ବ୍ୟକ୍ତି ମାନଙ୍କର ବିଶେଷ ପରମେଶ୍ୱର ସଦା ସର୍ବଦା ସେ ଜାଣନ୍ତି ବା ସେ ଯତ୍ନ କରନ୍ତି, ଆଉ ଦୁଷ୍ଟ ମାନଙ୍କର ସେମାନେ କଣ ବିନଷ୍ଟ ହେବେ। ସେଥିପାଇଁ ଆମମାନଙ୍କର ୟୁଥ ସମୟରେ ଆଉ ଷ୍ଟୁଡେଣ୍ଟ ସମୟରେ ଆମେ କଣ ଈଶ୍ୱରଙ୍କର ବାକ୍ୟକୁ ଆମେ ଧ୍ୟାନ କରିବାକୁ ପଡିବ। ଦିବାରାତ୍ର ତାଙ୍କ ବାକ୍ୟକୁ ଆମେ ପଠନ କରିବାକୁ ପଡିବ ଏବଂ ଦୁଷ୍ଟ ଆତ୍ମାଙ୍କ ଠାରୁ ଦୁଷ୍ଟ ବିଷୟରେ ଆମେ ପୃଥକ ହେବାକୁ ପଡିବ। ତାହେଲେ ଆମେ ସଫଳ ବ୍ୟକ୍ତି ଭାବରେ ଆମେ
जीवन यापन करबा आम स्टूडेंट लाइफ रे आम यूथ लाइफ रे आम जहाँ चाहबा जहाँ करबा इच्छा करबा प्रभु आम आशीर्वाद करबे। धन्यवाद।